ଟଙ୍କା ଉଠେଇବାକୁ ନେଇ ଆସିଗଲା ନୂଆ ନିୟମ। ଯଦି ଆପଣଙ୍କ ପାଖରେ ଗୋଟିଏ ବ୍ୟାଙ୍କ ଖାତା ରହିଛି, ଆପଣମାନେ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି, ଏଟିଏମ୍ରୁ ଟଙ୍କା ଉଠାଉଛନ୍ତି, ଏହାକୁ ନେଇ ନୂଆ ନିୟମ ଜାରି କରାଯାଇଛି। ଯଦି ଆପଣମାନେ ଏହି ନିୟମ ବିଷୟରେ ବୁଝିବେନି, ଜାଣିବେନି, ତାହେଲେ ଆପଣମାନେ ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବେ। ଯେମିତିକା ଆପଣ ଟଙ୍କା ଏଟିଏମ୍ରୁ ଉଠାଇ ପାରିବେନି, ବ୍ୟାଙ୍କରୁ ମଧ୍ୟ ଆପଣ ଟଙ୍କା ଉଠାଇ ପାରିବେନି। ଏହି ଟଙ୍କା ଉଠାଇବାକୁ ନେଇ ବ୍ୟାଙ୍କରେ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ କ'ଣ ରହିଛି? ଗ୍ରାହକମାନଙ୍କୁ ନିୟମ ଅନୁସାରେ କେଉଁ କାର୍ଯ୍ୟ କରିବା ପାଇଁ ପଡ଼ିବ? ଯଦି ଆପଣମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ତାହେଲେ ଜରିମାନା ଦେବା ସହିତ ଆପଣମାନଙ୍କର ଆକାଉଣ୍ଟଟି ଡିଆକ୍ଟିଭ୍ କରିଦିଆଯିବ। ତ କ'ଣ ରହିଛି ସମ୍ପୂର୍ଣ୍ଣ ସୂଚନା, ଯାହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ସୂଚନା ଗୁଡ଼ିକ ଆସିବ, ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା ଆବେଦନ ପ୍ରକ୍ରିୟା ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଆପଣ ଆଗ ଜାଣିବାକୁ ପାଇବେ। ଯେତେବେଳେ ଆମେ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥାଉ, ତ ବେଳେବେଳେ କ'ଣ ହୁଏ ନା, ତ ଆମର ଯେତିକି ଆବଶ୍ୟକତା ରହିଛି ଟଙ୍କା, ଆମେ ସେତିକି ଟଙ୍କା ଉଠାଇ ପାରୁନୁ। କ'ଣ ପାଇଁ ଆମେ ଉଠାଇ ପାରୁନୁ? ଦେଖନ୍ତୁ, ଏହାକୁ ନେଇ ଯେଉଁ ନିୟମଟି ରହିଛି ଆପଣମାନେ ବୁଝିବା ନିହାତି ଜରୁରୀ। ପ୍ରଥମେ ତ ଦେଖନ୍ତୁ, ୱିଡ୍ରାଲ୍ ଫର୍ମରେ ଆପଣମାନେ କେତେ ଟଙ୍କା ଉଠାଇ ପାରିବେ, ଏହାକୁ ନେଇ ନିୟମ କ'ଣ ରହିଛି? ନିଜ ବ୍ରାଞ୍ଚ ଅର୍ଥାତ୍ ହୋମ୍ ବ୍ରାଞ୍ଚ, ଯଦି ଆପଣ ନିଜର ମୁଖ୍ୟ ବ୍ରାଞ୍ଚକୁ ଯାଉଛନ୍ତି, ତେବେ ୱିଡ୍ରାଲ୍ ଫର୍ମ ସାହାଯ୍ୟରେ ସାଧାରଣତଃ ଆପଣମାନେ 25,000 ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ଆପଣମାନେ ଜାଣି ରଖନ୍ତୁ, ୱିଡ୍ରାଲ୍ ଫର୍ମରେ ଆପଣମାନେ କେତେ ଟଙ୍କା ଉଠାଇ ପାରିବେ? ଆପଣ 25,000 ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। କିନ୍ତୁ ଏହି ଯେଉଁ ୱିଡ୍ରାଲ୍ ଫର୍ମରେ ଯେଉଁ ଟଙ୍କା ଉଠାଇବାକୁ ନେଇ ନିୟମ ରହିଛି, ଅଲଗା ଅଲଗା ବ୍ୟାଙ୍କ ମାନଙ୍କରେ ଏହାର ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିପାରେ। କହିବାକୁ ଗଲେ ଅଲଗା ଅଲଗା ବ୍ୟାଙ୍କ ମାନଙ୍କରେ ୱିଡ୍ରାଲ୍ ଫର୍ମରେ ଟଙ୍କା ଉଠାଇବାର ପରିମାଣ ଅଲଗା ଅଲଗା ହୋଇପାରେ। ତାପରେ ଦେଖନ୍ତୁ, ଅନ୍ୟ ବ୍ରାଞ୍ଚ, ଯଦି ଆପଣ ଅନ୍ୟ କୌଣସି SBI ବ୍ରାଞ୍ଚରୁ ଟଙ୍କା ଉଠାଉଛନ୍ତି, ତେବେ ମଧ୍ୟ ଏହି ସୀମା 25,000 ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଆଉ ଗୋଟେ କଥା ଆପଣମାନେ ଜାଣି ରଖନ୍ତୁ, ଆପଣମାନେ ଗୋଟିଏ ଅଞ୍ଚଳରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି, କିନ୍ତୁ ଆପଣମାନେ ଅଲଗା ଅଞ୍ଚଳରେ ରହୁଛନ୍ତି। ସେହି ଅଞ୍ଚଳରେ ଆପଣ ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି, ପାଖାପାଖି ତାର ବ୍ରାଞ୍ଚ ରହିଛି। ସେଠୁ ଯଦି ଆପଣମାନେ ଟଙ୍କା ଉଠାଇବା ପାଇଁ ଚାହିଁବେ, ସେହି 25,000 ଟଙ୍କା ପର୍ଯ୍ୟନ୍ତ ଆପଣ ଟଙ୍କା ଉଠାଇ ପାରିବେ। ଆଉ ଗୋଟେ କଥା ଆପଣମାନେ ମନେ ରଖନ୍ତୁ, ଯେତେବେଳେ ଆପଣ ଯେକୌଣସି ବ୍ୟାଙ୍କକୁ ଯାଉଛନ୍ତି ଟଙ୍କା ଉଠାଇବା ପାଇଁ ୱିଡ୍ରାଲ୍ ଫର୍ମ ସାହାଯ୍ୟରେ, ତାହେଲେ ଆପଣମାନେ ଗୋଟିଏ କଥା ପ୍ରତି ଆପଣମାନେ ବିଶେଷ ଧ୍ୟାନ ଦେବେ, ପାସବୁକ୍ ନେବା ପାଇଁ ଜମା ବି ଭୁଲିବେନି। ଯଦି ଆପଣମାନେ ପାସବୁକ୍ ନ ନେବେ, ତାହେଲେ ୱିଡ୍ରାଲ୍ ଫର୍ମ ସାହାଯ୍ୟରେ ଆପଣମାନେ ଟଙ୍କା ଉଠାଇ ପାରିବେ ନାହିଁ। ବହୁତ ଲୋକ ଏମିତି ରହିଛନ୍ତି, ସେମାନେ ପାସବୁକ୍ ନେବା ପାଇଁ ଭୁଲି ଯାଆନ୍ତି। ତ ଯେତେବେଳେ ଆପଣ ୱିଡ୍ରାଲ୍ ଫର୍ମ ସାହାଯ୍ୟରେ ଟଙ୍କା ଉଠାଇବେ, ତାହେଲେ ଆପଣମାନଙ୍କୁ ମନେ କରି ପାସବୁକ୍ ନେବା ପାଇଁ ପଡ଼ିବ। ତାପରେ ଦେଖନ୍ତୁ, ଯଦି ଆପଣଙ୍କୁ 25,000 ଟଙ୍କାରୁ ଅଧିକ ଟଙ୍କା ଉଠାଇବାର ଅଛି, ତେବେ ଆପଣମାନଙ୍କୁ ଚେକ୍ ବ୍ୟବହାର କରିବାକୁ ପଡ଼ିବ। କାହିଁକି ନା ୱିଡ୍ରାଲ୍ ଫର୍ମର ଯେଉଁ ଲିମିଟ୍ ରହିଛି, ଏହାର ଲିମିଟ୍ ଠାରୁ ଅଧିକ ରହିଛି ଆପଣମାନଙ୍କର ଚେକ୍ ବୁକ୍ରେ। ଯଦି ଆପଣମାନେ ନିଜେ ଉଠାଇବେ ଚେକ୍ ସାହାଯ୍ୟରେ, ନିଜ ବ୍ରାଞ୍ଚରୁ ଆପଣ ନିଜ ଖାତାରେ ଥିବା ବାଲାନ୍ସ ଅନୁଯାୟୀ ବଡ଼ ଅଙ୍କର ଟଙ୍କା ଉଠାଇ ପାରିବେ। ସାଧାରଣତଃ 1 ଲକ୍ଷ ବା ତାଠାରୁ ଅଧିକ ଆପଣମାନେ ବ୍ରାଞ୍ଚର ନିୟମ ଅନୁସାରେ ଟଙ୍କା ଉଠାଇ ପାରିବେ ଚେକ୍ ବୁକ୍ ମାଧ୍ୟମରେ। ଆଉ ଗୋଟେ କଥା ଆପଣମାନେ ମନେ ରଖନ୍ତୁ, ବିଭିନ୍ନ ବ୍ୟାଙ୍କରେ ବିଭିନ୍ନ ପ୍ରକାର ନିୟମ ରହିଥାଏ। କେଉଁ ବ୍ୟାଙ୍କରେ କେଉଁ ଟାଇପ୍ର ଆପଣମାନଙ୍କର ପରିମାଣର ଲିମିଟ୍ ରହିଛି, ସେଇଟା ବ୍ୟାଙ୍କ ଯେଉଁ ରହିଛି ସେ ବ୍ୟାଙ୍କ ଉପରେ ନିର୍ଭର କରେ। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣମାନେ ଅଧିକରୁ ଅଧିକ ଟଙ୍କା ୱିଡ୍ରାଲ୍ କରିବା ପାଇଁ ଚାହୁଁଛନ୍ତି, ତାହା ପୁଣି କମ୍ ସମୟ ମଧ୍ୟରେ, ତାହେଲେ ଆପଣମାନେ ଚେକ୍ ବୁକ୍ ବ୍ୟବହାର କରିବେ।
जोटा कि आपण मानकु अनुमति दब 1 लाख बा ताठारु अधिक टंका उठेबा पाई। आ गोटे गुरुत्वपूर्ण कथा हला जदि आपण माने थर्ड पार्टी कहिबा गले द्वितीय पक्ष माध्यम रे आपण चेक देले सही चेक साहाय्य रे उठेबा को आपण माने पठाउछंती तेबे ताहार सीमा 50,000 टंका पर्यंत रही थाए। तो आपण माने भल भाबरे बुझंतु आपण बैंक को न जाई कौनसी अलगा लोकंक माध्यम रे आपण चेक देकी बैंक को पठाउछंती टंका उठेबा पाई से क्षेत्र रे आपण माने 50,000 टंका पर्यंत टंका उठेई पारिबे आपण जदि न गले। जदि आपण गले ताहाले ताहाले चेक माध्यम रे आपण माने 1 लाख टंका किंबा ताठारु अधिक टंका आपण माने उठेई पारिबे। वर्तमान आसंतु जानिबा आपण एटीएम रु गोटे दिन रे केते टंका उठेई पारिबे। एटीएम रे टंका उठेबा को नै कोन रहिछि नियम देखंतु स्टेट बैंक ऑफ इंडिया रो विभिन्न प्रकार एटीएम कार्ड रहिछि आपण समस्ते जानिछंती एवं कार्ड रो प्रकार अनुसार टंका उठाणर सीमा अलगा अलगा होई थाए। आपण माने भल भाबरे बुझंतु भिन्न भिन्न कार्ड रे भिन्न भिन्न परिमाण आपण माने परिलिखित करिवे। जेमिति कि आपण मानकर क्लासिक डेबिट कार्ड रहिछि, गोल्ड डेबिट कार्ड रहिछि, ग्लोबल डेबिट कार्ड रहिछि, प्लाटिनियम डेबिट कार्ड रहिछि। भिन्न भिन्न डेबिट कार्ड रे आपण मानकर उठेबा परिमाण अलगा अलगा रही थाए। प्रथम तो देखंतु जदि आपणक पाखरे एसबीआई क्लासिक डेबिट कार्ड किंबा मेस्ट्रो डेबिट कार्ड रहिछि ताहले आपण माने 20,000 टंका आरंभ करी 40,000 टंका पर्यंत आपण पर डे टंका उठेई पारिबे। द्वितीय रे जदि आपणक पाखरे एसबीआई ग्लोबल इंटरनेशनल डेबिट कार्ड रहिछि ताहले आपण माने प्रत्येक दिन 40,000 टंका पर्यंत टंका उठेई पारिबे। तृतीय रे एसबीआई गोल्ड इंटरनेशनल डेबिट कार्ड जदि आपणक पाखरे रहिछि ताहले आपण माने प्रत्येक दिन 50,000 टंका उठेई पारिबे। चतुर्थ रे एसबीआई प्लाटिनियम इंटरनेशनल डेबिट कार्ड जदि आपणक पाखरे रहिछि ताहले आपण माने प्रत्येक दिन 1 लाख टंका उठेई पारिबे। पंचम रे एसबीआई यूनो इंटरेस्ट टैप एंड गो डेबिट कार्ड ये जदि अवेलेबल रहिछि आपणक पाखरे आपण माने प्रत्येक दिन 40,000 टंका उठेई पारिबे। षष्ठ रे आपणक पाखरे बिजनेस प्रीमियम डेबिट कार्ड जदि रहिछि ताहले आपण माने एटीएम रु 1 लाख टंका प्रत्येक दिन उठेई पारिबे। जदि आपण केवल एसबीआई एटीएम व्यवहार करूचंती तेबे मासकु 5 थर मागणा रे टंका उठेई पारिबे। तापरे देखंतु आपण मानकर अन्य बैंक एटीएम कथा जदि आमे देखिबा जेमिति कि आपण मानकर मेट्रो सिटी रहिछि सेठू आपण माने 3 थर मागणा रे आपण टंका उठेई पारिबे। अण मेट्रो सिटी रे आपण माने 5 थर मागणा रे टंका उठेई पारिबे। आपण माने अधिक टंका उठेई पारिबे ता पई आपण मानकु एक्स्ट्रा चार्जेस दवा पई पड़िबो। एक्स्ट्रा चार्जेस कहिबा गले 21 टंका प्लस जीएसटी मिसे कि आपण मानकु दवा पई पड़िबो। तापरे देखंतु यूनो कैश उठाण सीमा जदि कथा आमे कहिबा दैनिक सर्वाधिक सीमा आपण मानकर गोटे दिन रे सर्वाधिक 20,000 टंका पर्यंत टंका उठेई पारिबे। कहिबा गले गोटे थरे आपण सर्वाधिक 10,000 टंका उठेई पारिबे अर्थात 20,000 टंका उठेइबा को हेले आपण मानकु दुई थर प्रक्रिया करिबा को पड़िबो।